ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ। ଏହାର ମଧ୍ୟ ବେଶ କାର୍ଯ୍ୟ ଆଲୋଚନା କରିଦେବା। 1 ନମ୍ବର ଦେଖ କ'ଣ ଅଛି? ଧାନ ଓ କଦଳୀ ପତ୍ର ବ୍ୟତୀତ ଅନ୍ୟ ଯେଉଁ ପତ୍ରରେ ସମାନ୍ତରାଳ ଶିରା ବିନ୍ୟାସ ରହିଛି ସେଥିରୁ ଦୁଇଟିର ଚିତ୍ର ଅଙ୍କନ କର। ଦେଖ, ଦୁଇଟି ଚିତ୍ର ଅଙ୍କନ କରାଯାଇଛି, ତୁମେ ମଧ୍ୟ ଦେଖି ଦେଖି ଏମିତି କରିନେବ। ଧାନ ଓ କଦଳୀ ପତ୍ର ବ୍ୟତୀତ ପିଆଜ, ରସୁଣ, ହଳଦୀ, ବାଉଁଶ, ମକା, ଅଦା ଇତ୍ୟାଦି ଗଛର ପତ୍ରରେ ସମାନ୍ତରାଳ ଶିରା ବିନ୍ୟାସ ଦେଖାଯାଏ। 2 ନମ୍ବର ଦେଖ କ'ଣ ଅଛି? ମୂଳର ଗଠନ କାର୍ଯ୍ୟଗୁଡ଼ିକ ଚିତ୍ର ସହ ବର୍ଣ୍ଣନା କର। ମୂଳର ଗଠନ। ମୂଳର ଅଗ୍ରଭାଗରେ ଅତି କ୍ଷୁଦ୍ର ଟପି ଭଳି ଏକ ଅଂଶ ମୂଳକୁ ମାଟି ସହ ଘଷି ହୋଇ କ୍ଷୟ ହେବାରୁ ରକ୍ଷା କରେ। ଏହାକୁ ମୂଳତ୍ରାଣ କହନ୍ତି। ଏଇଟା ମୂଳଟା ଦେଖୁଛ ଚିତ୍ରଟି, ଏଇଟା ହେଉଛି ପ୍ରଧାନ ମୂଳ, ଆଉ ଏଇଟା ହେଉଛି କ'ଣ ନା ଶାଖା ମୂଳ, ଆଉ ଏ ଯେଉଁ ମୂଳତ୍ରାଣ। ତାମାନେ ଅଗରେ ଦେଖୁଛ ଗୋଟିଏ ଗୋଲ ଭଳିଆ ଅଛି ନା, ତାକୁ ମୂଳତ୍ରାଣ କୁହାଯାଏ। ମୂଳତ୍ରାଣ ପଛକୁ କୋଷ ବିଭାଜନ ଓ ତାପରେ ଥିବା ବର୍ଦ୍ଧନଶୀଳ ଅଂଶ ମୂଳକୁ ବୃଦ୍ଧରେ ସାହାଯ୍ୟ କରେ। ତାପରେ କ'ଣ ନା ବର୍ଦ୍ଧନଶୀଳ ପଛରେ ଥିବା ମୂଳରୁ ଗୁଡ଼ିଏ ମୂଳଲମ ବାହାରି ଥାଏ। ଦେଖୁଛ କେତେ ମୂଳଲମ ବାହାରିଛି। ମୂଳର କାର୍ଯ୍ୟ। ମୂଳ ଉଦ୍ଭିଦକୁ ମାଟି ସହ ଜାବୁଡ଼ି ଧରି ରଖିଥାଏ। ମୂଳ ମାଟିରେ ଥିବା ଜଳ ଓ ଖଣିଜ ଲବଣକୁ ଶୋଷଣ କରି ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇଥାଏ। ରୂପାନ୍ତରିତ ମୂଳଗୁଡ଼ିକ ଖାଦ୍ୟ ସଞ୍ଚୟ କରି ରଖିବା ସହିତ କାଣ୍ଡକୁ ଆଶ୍ରା ମଧ୍ୟ ଦେଇଥାଏ। 3 ନମ୍ବର ଦେଖ କ'ଣ ଅଛି? କାଣ୍ଡ କେତେ ପ୍ରକାରର ଏବଂ ଏହା ଉଦ୍ଭିଦର କେଉଁ କେଉଁ କାର୍ଯ୍ୟ କରିଥାଏ ବର୍ଣ୍ଣନା କର। କାଣ୍ଡର ପ୍ରକାର। ଗଠନ ଦୃଷ୍ଟିରୁ କାଣ୍ଡ 2 ପ୍ରକାରର ଅଟେ। ସବଳ କାଣ୍ଡ ଆଉ ଗୋଟେ ହେଉଛି ଦୁର୍ବଳ କାଣ୍ଡ। ସବଳ କାଣ୍ଡ କ'ଣ ନା ସବଳ କାଣ୍ଡ ଥିବା ଗଛ ଗୁଡ଼ିକ ମାଟି ଉପରେ ସିଧା ବଢ଼ିଥାନ୍ତି, ଯେମିତିକି ଆମ୍ବ, ପଣସ, ପିଜୁଳି ଏହି ପ୍ରକାର କାଣ୍ଡ। ଆଉ ଦୁର୍ବଳ କାଣ୍ଡ, ଏହି ପ୍ରକାର ଉଦ୍ଭିଦର କାଣ୍ଡ ନରମ ଓ ସରୁ ହୋଇଥିବାରୁ ଅନ୍ୟର ଆଶ୍ରା ନେଇ ବଢ଼ିଥାନ୍ତି, ଯେମିତିକି କଲରା, କଖାରୁ, କାକୁଡ଼ି ଏହି ପ୍ରକାରର କାଣ୍ଡ ଅଟେ। କାଣ୍ଡର କାର୍ଯ୍ୟ। କାଣ୍ଡ ଉଦ୍ଭିଦର ବିଭିନ୍ନ ଅଂଶକୁ ଧରି ରଖିବା ସହ ସେଗୁଡ଼ିକୁ ସୂର୍ଯ୍ୟାଲୋକ ପାଇବାରେ ସାହାଯ୍ୟ କରିଥାଏ। କାଣ୍ଡ ମୂଳ ସାହାଯ୍ୟରେ ଶୋଷିତ ଜଳ ଓ ଖଣିଜ ଲବଣକୁ ପରିବହନ କରି ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇଥାଏ। କାଣ୍ଡ ମଧ୍ୟ ପତ୍ର ଦ୍ୱାରା ପ୍ରସ୍ତୁତ ଖାଦ୍ୟ ପରିବହନ କରି ଉଦ୍ଭିଦର ବିଭିନ୍ନ ଅଂଶକୁ ପଠାଇଥାଏ। ମାଟି ତଳେ ଥିବା ପିଆଜ, ଆଳୁ, ଅଲୁଅ ଆଦି ରୂପାନ୍ତରିତ କାଣ୍ଡ ଖାଦ୍ୟ ସଞ୍ଚୟ କରି ରଖିଥାନ୍ତି। 4 ନମ୍ବର ଦେଖ କ'ଣ ଅଛି? 2ଟି ମୌଳିକ 2ଟି ଯୌଗିକ ପତ୍ରର ନାମ ଲେଖ। 2ଟି ମୌଳିକ ପତ୍ର କ'ଣ? ଆମ୍ବ ଆଉ ପଣସ ପତ୍ର। ଯୌଗିକ ପତ୍ର କ'ଣ? ନିମ ଆଉ କ'ଣ ନା ସଜନା ପତ୍ର। 5 ନମ୍ବର ଦେଖ କ'ଣ ଅଛି? ଯେଉଁ ଗଛର ମୂଳ ଗୁଚ୍ଛ ମୂଳ ହୋଇଥାଏ ତାହାର ଶିରା ବିନ୍ୟାସ କିପରି ହେବାର ସମ୍ଭାବନା ଥାଏ ପର୍ଯ୍ୟବେକ୍ଷଣ କରି ଲେଖ କହିଛି। ଗୁଚ୍ଛ ମୂଳ ଥିବା ଗଛ ଗୁଡ଼ିକ ହେଲା ଧାନ, ଗହମ, କଦଳୀ, ମକା ଇତ୍ୟାଦି। ଏହି ଗଛ ଗୁଡ଼ିକର ପତ୍ରରେ ସମାନ୍ତରାଳ ଶିରା ବିନ୍ୟାସ ଦେଖିବାକୁ ମିଳେ। ଦେଖ ପିଲାମାନେ, ଏଇ ଯେଉଁ ପ୍ରଶ୍ନଟି ଅଛି ଏଇଟା ପରୀକ୍ଷାରେ ତୁମର ପଡ଼ିପାରେ। ଏଇଟାକ ବହିରେ ନାହିଁ ତୁମର। ଗୋଟିଏ ପତ୍ରର ଚିତ୍ର ଅଙ୍କନ କରି ଏହାର ବିଭିନ୍ନ ଅଂଶ ଓ କାର୍ଯ୍ୟ ବର୍ଣ୍ଣନା କର। ଗୋଟେ ଚିତ୍ର ଆମେ ଦେଖ କେମିତି ଅଙ୍କନ କରାଯାଇଛି, ତାର ବିଭିନ୍ନ ଅଂଶ ଓ କାର୍ଯ୍ୟ ବିଷୟରେ ଜାଣିବା। ପତ୍ରରେ ଥିବା ଅସାରିଆ ଅଂଶକୁ ଫଳକ କୁହାଯାଏ। ଏ ଯେଉଁ ଅସାରିଆ ଅଂଶ ଅଛି ଏଇଟା ଦେଖ, ଏଇଟା ହେଉଛି ଫଳକ। ଆଉ ଫଳକଟି ବୃନ୍ତ ଦ୍ୱାରା ଉଦ୍ଭିଦ ସହ ଲାଗିଥାଏ। କାହା ଦ୍ୱାରା ଲାଗିଥାଏ ନା ବୃନ୍ତ ଦ୍ୱାରା। ଏଇଟା ଯେଉଁ ବୃନ୍ତ ସେଇଟାକ ଉଦ୍ଭିଦ ଗଛ ସହିତ ଲାଗିଥାଏ। ପତ୍ର ଫଳକ ମଝିରେ ଗୋଟିଏ ଗୋଟିଏ ମୋଟା ଶିରା ଥାଏ ଏବଂ ସେଥିରୁ ଶାଖା ଓ ପ୍ରଶାଖା ମାନ ବାହାରିଥାଏ। ଦେଖ, ଫଳକ ଏଇଟା ହେଉଛି କ'ଣ ନା ମଧ୍ୟ ଶିରା, ଏଇଟା ହେଲା ଶାଖା ଶିରା, ଏଇଟା ହେଲା ପ୍ରଶାଖା ଶିରା। ପତ୍ରର କାର୍ଯ୍ୟ କ'ଣ ନା ଉଦ୍ଭିଦର ପତ୍ର ଆଲୋକ ଶକ୍ତିକୁ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରିଥାଏ। ପତ୍ର ଦେହରେ ଥିବା ଅସଂଖ୍ୟ ଛିଦ୍ର ଦ୍ୱାରା ଉଦ୍ଭିଦ ବାୟୁମଣ୍ଡଳରୁ ଅମ୍ଳଜାନ ନେଇ ଅଙ୍ଗାରକାମ୍ଳ ତ୍ୟାଗ କରି ଶୋଷଣ କରିଥାଏ। ଏହି ଛିଦ୍ର ଗୁଡ଼ିକ ଦ୍ୱାରା ଉଦ୍ଭିଦ ଶରୀରରୁ ଅତ୍ୟଧିକ ଜଳକୁ ଜଳୀୟ ବାଷ୍ପ